ଦେଖନ୍ତୁ ଗତ 26/2/2024 ତାରିଖ ଦିନ ଆମର ଯୋଉ ତନିଷ୍କ ଜୁଏଲାରୀ ରହିଛି ବୁଢା ରାଜା ତାର ଯୋଉ ତାଙ୍କର ତାର ଯୋଉ ମ୍ୟାନେଜର ଅଛି ଜିତେନ୍ଦ୍ର କୁମାର ସାହୁ ସେ ଗୋଟେ ରିପୋର୍ଟ କରିଥିଲେ ଯେ ତାଙ୍କ ଦୋକାନ ଭିତରେ ସନ୍ଧ୍ୟା ପ୍ରାୟ 7:30 ଭିତରେ ତାଙ୍କ ଦୋକାନ ଭିତରକୁ ଜଣେ ଅଜଣା ପିଲା ପଶି ତାଙ୍କର ସୁନା ଚେନ୍ ଦେଖେଇବାର ବାହାନା କରିଥିଲା ଏବଂ ତାଙ୍କୁ କହିଥିଲା ସବୁଠୁ ମୂଲ୍ୟବାନ ଦାମିକିଆ ଜିନିଷ ଯୋଉଟା ଅଛି ସେଇଟା ଦେଖେଇବାକୁ ଏବଂ ସେଥିରୁ ଦୁଇଟା ଚେନ୍ ପ୍ରାୟ କଷ୍ଟ ହେବ 2 ଲାକ୍ସ ଉପରେ ହେବ ତାକୁ ଦେଖେଇଲା ପରେ ସେ ହଠାତ୍ ଧରିକି ଦୌଡ଼ିକି ପଳଉଥିଲା। ତ ପଳେଇଲା ସେ ଅନ୍ୟ ଯୋଉ ଥିଲେ ଆମର ସିକ୍ୟୁରିଟି ଗାର୍ଡ ସେମାନେ ତାଙ୍କୁ ଯେତେବେଳେ ବାଧା ଦେବାକୁ ଚେଷ୍ଟା କଲେ ତାଙ୍କୁ ଆସଲ୍ଟ କରିକି ସେ ସେଠୁ ଫେରାର ହେଇଗଲା। ତ ସେଇ ରିପୋର୍ଟ ଆଧାରରେ ଆମର ଅଇଁଠାପାଲି PS କେସ୍ ନମ୍ବର 57/2024 ରେଜିଷ୍ଟ୍ରେସନ ହେଇଥିଲା। SP ସମ୍ବଲପୁର ଥାନା ଜଣାଇବା ପରେ ଆମର SP ସାହେବଙ୍କ ନିର୍ଦ୍ଦେଶ କ୍ରମେ ଆମର ASP ଅଇଁଠାପାଲିଙ୍କ ନେତୃତ୍ୱରେ ସେ ଯୋଉ ପିଲାଟା ଯିଏ ଥିଲା ଅନନୋନ୍ ପିଲାଟା ତାକୁ ମନୀଷ କୁମାର ତୋଡ଼ାର ତାର ଘର ହଉଛି ଆମର ବାହାଖଣ୍ଡି PS ମନ୍ଦିର ହାଉସଲା ରାୟପୁରର ତାକୁ ଆରେଷ୍ଟ କରାଯାଇଛି। ତା ପାଖରୁ ସେ ଯୋଉ ଦୁଇଟା ଚେନ୍ ଯୋଉ ଲୁଟିକି ନେଇଥିଲା ସେ ଦୁଇଟା ଚେନ୍ ତା ପାଖରେ ଗୋଟେ ଆର୍ମସ ରହିଥିଲା ଯୋଉଟା ପିସ୍ତଲଟା ରହିଥିଲା ସେ ପିସ୍ତଲ ଏବଂ ଗୋଟେ ଯୋଉ ଥର ଗାଡ଼ିରେ ଯୋଉ ଆସିଥିଲା ସେ ଥର ଗାଡ଼ିଟା ସିଜ୍ ହେଇଛି। ଏକ୍ୟୁଜ୍ ଆରେଷ୍ଟ ହେଇଛି ଏବଂ ତାକୁ ଫରୱାର୍ଡ କରାହଉଛି। ଖାଲି ତ ପିସ୍ତଲଟା ମିଳିଛି ସେଇଟା ଯୋଉ ଆମେ ସେଇଟା DFSL କୁ RFSL କୁ ପଠେଇବୁ ତାର ଟେଷ୍ଟ ପାଇଁ ଏବଂ ତାକୁ ଜଣାପଡୁ ସେଇଟା ସେ ତ ରଖିଥିଲା ସେଇଟା ତା ପାଖରେ ଥିଲା ସେ ପିସ୍ତଲଟା ସେଟା ଶିଖି। ହଁ ଦେଖନ୍ତୁ ତା ସହିତ ଆମେ ତାକୁ ଭେରିଫାଏ କରୁଥିଲୁ ଯେ ଆକ୍ଚୁଆଲି ଯେହେତୁ ପ୍ରିଭିୟସଲି ବି ଆମର ସୁନା ଦୋକାନ ଗୁଡାକ ହେଇଛି ତ ଆମେ ତା ସହିତ ଗ୍ୟାଙ୍ଗ ଯେହେତୁ ଥର ଗାଡ଼ିଟା ପାଇଲୁ ତା ଆମେ ଭେରିଫାଏ କରୁଥିଲୁ ଯେ କୌଣସି ଆହୁରି ତା ସହିତ କିଛି ଆସୋସିଏଟ୍ ଅଛନ୍ତି କି ବୋଲି କିନ୍ତୁ ସବୁ ପ୍ରକାର ଭେରିଫିକେସନ କଲା ପରେ ଜଣାପଡୁଛି ସେ ଏକୁଟିଆ ଥିଲା ଏବଂ ଏକୁଟିଆ ହିଁ ଆସିକିରି ଏଇ ଯୋଉ ଏବେ ଘଟଣାଟା ଘଟିଛି। ଗାଡ଼ିର ଓନରସିପ୍ ତା ନାଁରେ ଅଛି ଓ ସୁନା ଜବତ ହେଇଛି ଆଉ ପିସ୍ତଲ ଜବତ ହେଇଛି ଥର ଗାଡ଼ିଟା ଜବତ ହେଇଛି ତା ନାଁରେ ବର୍ତ୍ତମାନ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ କିଛି ଜଣା ପଡୁନି। ଆମେ ସେଟା ଅଣ୍ଡର ଇନଭେଷ୍ଟିଗେସନ ନା ସେ ସମ୍ବଲ ମାନେ ଆସିଥିଲା ମାନେ ରାୟପୁରରୁ ତା ଘରୁ ଆସିଥିଲା ଏଇ ସମ୍ବଲପୁରକୁ ସେ ଝାରସୁଗୁଡ଼ା ବି ଯାଇଥିଲା ସେଇଠି ବି ଟ୍ରାଏ କରିଥିଲା ଆଟେମ୍ପ୍ଟ କରିଥିଲା ଗୋଟେ ସୁନା ଦୋକାନରେ ଆଉ କିନ୍ତୁ ସେଠି କରିପାରିନି ଆସିକି ସମ୍ବଲପୁରରେ କରିଛି।